ଆଉ ନବୀନ ବାବୁ ତ କିଛି ଜାଣୁନାହାନ୍ତି। ଆଉ ନବୀନ ବାବୁଙ୍କର ଦେହ ଭଲ ନାହିଁ, ସେ ତ ସବୁବେଳେ ଘରେ ରହିଲେ। ଆଉ ଏଠି ଆଉ ତାମିଲନାଡୁରୁ ଆସିକି ଆମର ଯେଉଁ ପାଣ୍ଡିଆନ ସାରେ ଯେଉଁ ପଟ୍ଟା ଦେଉଛନ୍ତି, ବର୍ତ୍ତମାନ ସେ ନିଜେ ଗୋଟେ ପଟ୍ଟା ନେଇକି ଗୋଟେ ହୋଟେଲ କରୁଛନ୍ତି। ଦେଖିଥିବେ ସେ ଯେଉଁ 8 ନମ୍ବରରେ କେବଳ ଗୋଟେ ହୋଟେଲ ଲୁହା ଆଙ୍ଗେଲରେ କରୁଛନ୍ତି। ସେ କ'ଣ ତାମିଲନାଡୁରୁ ସେ ପଇସା ଆଣି କରୁଛନ୍ତି? ସେ ସବୁ ଆମର ଏଇ ଗରିବ ଲୋକମାନଙ୍କ ପଇସା ନେଇକି ସେ ହୋଟେଲ କରୁଛନ୍ତି। ଏଠି ଯେଉଁ ସେ ସାଧାରଣ ଗରିବ ଲୋକମାନଙ୍କୁ ଗୋଟେ ଗୋଟେ ରାସନ କାର୍ଡ଼ରେ ଖଣ୍ଡେ ଖଣ୍ଡେ ବେଗ ଦେଇଥିଲେ, ସେ ବେଗରେ ହିସାବ ଦେଲେ ଆପଣମାନେ ବି ଜାଣିଛନ୍ତି, ମିଡ଼ିଆ ଭାଇମାନେ ସମସ୍ତେ ଜାଣିଛନ୍ତି, ସେ 1300 କୋଟି ଟଙ୍କା ସେ ବେଗରେ ଖର୍ଚ୍ଚ ହୋଇଛି। ସେ 1300 କୋଟି ଟଙ୍କା ଯଦି ଭୁବନେଶ୍ୱର ଯେତିକି ବସ୍ତି ଅଛି, ଯଦି 1300 କୋଟି ଟଙ୍କା ବେଗ ନ ଦେଇକି 1300 କୋଟି ଟଙ୍କା ଦେଇଥାନ୍ତେ, ସେ ବସ୍ତି ଲୋକ ସମସ୍ତେ ହେଉଛି ଆରାମରେ ଛାତ ପକାଇ ଘର କରି ଆରାମରେ ରହିଥାନ୍ତେ। ସେଇଟା ହେଉଛି ଆକ୍ଚୁଆଲି ସେଟା ପଟ୍ଟା ନୁହଁ, ସେଇଟା ଆମର ସେଇଟା ଗୋଟେ ଭେଳିକି ମାନେ ଦେଖନ୍ତି ବସ୍ତି ବାସିନ୍ଦା ସବୁ ମୂର୍ଖ ଲୋକ, ଏମାନେ ସବୁ ମଜୁରିଆ ଡେଲି ମଜୁରିଆ ସବୁ ଲେବର, ଏମାନେ ଲେବର ଶ୍ରେଣୀ ଲୋକ। ଏମାନଙ୍କୁ ଆମେ ଯାହା କହିଲେ ଏମାନେ ହଁ ମାରିବେ। ଆଉ ଯଦି ଆମର ଏଠି ସବୁ କର୍ପୋରେଟର ଆମେ ଜିତିବ, ଆମର ସବୁ ରାଜ ହେଉଛି ଆଉ ବିଜୁ ଜନତା ଦଳର ହେଉଛି ବର୍ତ୍ତମାନ ରାଜ ସବୁ ଅଛି ଓଡ଼ିଶାରେ। ଆଉ ତାଙ୍କୁ କାଗଜ ଖଣ୍ଡ ଖଣ୍ଡେ ଦେଲେ ଯେ ତୁମର ଏଇଟା ଜମି ପଟ୍ଟା, ସିଏ ଭାରି ଖୁସିରେ ସେ କାଗଜ ତକ ଆଣିଲେ। ଆଉ ଯାହା କହିଲେ ବି ପଇସା କାହାର 40,000 କାଠୁ ନେଇନ୍ତି, କାଠୁ ଲକ୍ଷେ ନେଇନ୍ତି, କାଠୁ 2 ଲକ୍ଷ ନେଇନ୍ତି। ତାଙ୍କୁ ଏମିତି ବିଭିନ୍ନ ପ୍ରକାର ସବୁ ମାନେ ଆରା ଦେଖେଇ ସବୁଗୁଡ଼ା ପଇସା ପତ୍ର ତାଙ୍କଠୁ ସବୁ ନେଇନ୍ତି। ସିଏ ପଟ୍ଟା ଆଣିକିରି ଯେତେବେଳେ ତାଙ୍କ ପିଲା ଛୁଆଙ୍କର କିଛି ଦରକାର ହେଲା, କିଛି ରେସିଡେଣ୍ଟ ପ୍ରୁଫ୍ ଅନୁସାରେ ତୁମେ ରହୁଛ ବୋଲି, ସେ କାଗଜଟାକୁ ଧରି ଯୁଆଡ଼େ ଗଲେ ସିଏ ଗୋଡ଼େଇ ଫୋପାଡ଼ିଲେ ସେ କାଗଜଟାକୁ, କହିଲେ ଏଇଟା କ'ଣ ଏ କାଗଜ? ଏ କାଗଜରେ ତ କିଛି କାହାର ସାଇନ୍ ନାହିଁ କି ପଟ୍ଟା ମାନେ ହେଉଛି ଆମର ଯେମିତି ବାପା ଜେଜେବାପା ଅମଳରୁ ଆମର ପଟ୍ଟା ଅଛି। ଆଉ ବର୍ତ୍ତମାନ ସେ ପଟ୍ଟାରେ ମୁଁ ଜାଣିଛି ଆମ ବାବା ହେରିକା ଯାଆନ୍ତି, ବ୍ଲକକୁ ଯାଆନ୍ତି, ଆଉ RI ଅଫିସ୍କି ଯାଆନ୍ତି, ସେଠି ତାକୁ ଖଞ୍ଜଣା ବାନ୍ଧନ୍ତି ଯେ ଇଏ ତ ଖଞ୍ଜଣା ନାହିଁ, କିଛି ନାହିଁ, ଗୋଟେ ସାଧାରଣ କାଗଜ ଖଣ୍ଡେ ପ୍ରିଣ୍ଟ କରିକି ତାକୁ କମ୍ପ୍ୟୁଟରରେ ତାକୁ ଗୋଟେ ପଟ୍ଟା ବନେଇ ଦେଲେ। ଆଉ ନବୀନ ବାବୁ ତ କିଛି ଜାଣୁନାହାନ୍ତି। ଆଉ ନବୀନ ବାବୁଙ୍କର ଦେହ ଭଲ ନାହିଁ, ସେ ତ ସବୁବେଳେ ଘରେ ରହିଲେ। ଆଉ ଏଠି ଆଉ ତାମିଲନାଡୁରୁ ଆସିକି ଆମର ଯେଉଁ ପାଣ୍ଡିଆନ ସାରେ ଯେଉଁ ପଟ୍ଟା ଦେଉଛନ୍ତି, ବର୍ତ୍ତମାନ ସେ ନିଜେ ଗୋଟେ ପଟ୍ଟା ନେଇକି ଗୋଟେ ହୋଟେଲ କରୁଛନ୍ତି। ଦେଖିଥିବେ ସେ ଯେଉଁ 8 ନମ୍ବରରେ କେବଳ ଗୋଟେ ହୋଟେଲ ଲୁହା ଆଙ୍ଗେଲରେ କରୁଛନ୍ତି। ସେ କ'ଣ ତାମିଲନାଡୁରୁ ସେ ପଇସା ଆଣି କରୁଛନ୍ତି? ସେ ସବୁ ଆମର ଏଇ ଗରିବ ଲୋକମାନଙ୍କ ପଇସା ନେଇକି ସେ ହୋଟେଲ କରୁଛନ୍ତି। ଏଠି ଯେଉଁ ସେ ସାଧାରଣ ଗରିବ ଲୋକମାନଙ୍କୁ ଗୋଟେ ଗୋଟେ ରାସନ କାର୍ଡ଼ରେ ଖଣ୍ଡେ ଖଣ୍ଡେ ବେଗ ଦେଇଥିଲେ, ସେ ବେଗରେ ହିସାବ ଦେଲେ ଆପଣମାନେ ବି ଜାଣିଛନ୍ତି, ମିଡ଼ିଆ ଭାଇମାନେ ସମସ୍ତେ ଜାଣିଛନ୍ତି, ସେ 1300 କୋଟି ଟଙ୍କା ସେ ବେଗରେ ଖର୍ଚ୍ଚ ହୋଇଛି। ସେ 1300 କୋଟି ଟଙ୍କା ଯଦି ଭୁବନେଶ୍ୱର ଯେତିକି ବସ୍ତି ଅଛି, ଯଦି 1300 କୋଟି ଟଙ୍କା ବେଗ ନ ଦେଇକି 1300 କୋଟି ଟଙ୍କା ଦେଇଥାନ୍ତେ, ସେ ବସ୍ତି ଲୋକ ସମସ୍ତେ ହେଉଛି ଆରାମରେ ଛାତ ପକାଇ ଘର କରି ଆରାମରେ ରହିଥାନ୍ତେ। ସେ ପଟ୍ଟା ବି ଦରକାର କିଛି ନଥାନ୍ତା। ଆଉ ଏତେ ଟାଉଟର, ଏତେ ମିଛ। ଆଉ ସବୁ ଲୋକ ଏବେ ସଚେତନ ହେଲେଣି, ସାଧାରଣ ଲୋକ ସବୁ ଜାଣିଲେଣି। ଏଥରକ ପୁରା ନିଷ୍ପତ୍ତି ନେଇଛନ୍ତି, ସାଇଲେଣ୍ଟ କିଛି କହିବୁନୁ କାହାକୁ। ଯଦି କିଏ ମୁହଁ ଖୋଲି କହୁଛି ତାକୁ ବାଡ଼ ହୁଅନ୍ତି। ସେଠି ଦେଖନ୍ତୁ ସେ ଆମର ଯେଉଁ ବ୍ରହ୍ମପୁରରେ ସେ ଯେଉଁ ଆମର ଏମ୍ପିରେ ଠିଆ ହେଇଥିଲେ, କ'ଣ ତା ନା ପ୍ରଦୀପ ପାଣି, ହଁ ପ୍ରଦୀପ ପାଣିଗ୍ରାହୀ ଛିଡ଼ା ହେଇଥିଲେ, ତାଙ୍କର ଇଏ ହାଡ଼ ଭାଙ୍ଗି ଦେଇଛନ୍ତି ବାଡ଼େଇକିରି। ବର୍ତ୍ତମାନ ଏମିତି ସେ ଗୁଣ୍ଡାଗିରି କରିକି ଯେଉଁ ନେଉଛନ୍ତି, ଲୋକ ସବୁ ଜାଣିସାରିଲେଣି, କେହି ମୁହଁକୁ ବାହାରୁନାହାନ୍ତି। ସମସ୍ତେ ଯାହା ପାଖକୁ ଗଲେ ସେ ଗୋଟିଏ କଥା କହୁଛନ୍ତି, ଆଜ୍ଞା ଆମ ଘରକୁ ଆସନ୍ତୁନି, ଆଉ ଆମେ ସବୁ କଥା ଜାଣିଛୁ, ଆମ ଘରେ ଟିଭି ଅଛି, ଆମେ ଦେଖୁଛୁ, ଆମ ପାଖରେ ଆମ ଘରେ ମୋବାଇଲ 4ଟା ମୋବାଇଲ ସ୍ମାର୍ଟ ମୋବାଇଲ ଅଛି, ଆମେ ସବୁବେଳେ ସବୁ ଜିନିଷ ଦେଖୁଛୁ। ମେସିନ୍ ପାଖରେ କଥାବାର୍ତ୍ତା, ଯେଉଁଦିନ ଗଣା ହେବ ଆଉ ସେଦିନ ଭୋଟ ଆମେ ଦେଇଛୁ କି ନାହିଁ ଆପଣ ଜାଣିବେ। ଆଉ ଆମର ସେଥିପାଇଁ ପ୍ରଧାନମନ୍ତ୍ରୀ ଆସି କହିଦେଇକି ଯାଇଛନ୍ତି, ଓଡ଼ିଶାବାସୀ ବିଜୟ ପାଳନ କରିବେ, ଆଉ ହେଉଛି 10 ତାରିଖରେ ସମସ୍ତେ ରେଡ଼ି ହେଇକି ଥାନ୍ତୁ। ଆଉ ଆମେ ସେଥିପାଇଁ ରେଡ଼ି ହେଇକି ଅଛୁ। ଆଉ ଆମର ଏଠୁ ଭାରତୀୟ ଜନତା ପାର୍ଟି ଆଉ ଏଠି ଆମକୁ ସରକାର କରିବ ଏବଂ 2ରୁ 3 ବର୍ଷ ଭିତରେ ଆମକୁ ଏଇ ଜାଗା ଉପରେ 600 ସ୍କୋୟାର ଫୁଟ ହେଉଛି ପଟ୍ଟା ଦେବେ। ଆଉ ଆମକୁ ଥଇଥାନ ଏଇଠି କରିବେ, ଆମକୁ ଏଠି ଲୋନ୍ ଆକାରରେ ଦେବେ। ମହିଳାମାନଙ୍କୁ ଏବେ ସୁଭଦ୍ରା ଯୋଜନାରେ ପ୍ରତି ଘରକୁ ଗୋଟେ ଗୋଟେ ପରିବାରକୁ 50,000 ଟଙ୍କାର ଗ୍ରୋସରୀ ସଉଦା କିଣିକିରି ଖାଇବା ପାଇଁ ତାକୁ ଦେବେ। ଝିଅ ପୁଅ ବିବାହର କଲେ ତାଙ୍କୁ କିଛି ପଇସା ଦେବେ। ସବୁ ଜିନିଷ ହେଉଛି କେବଳ ହିଁ ନରେନ୍ଦ୍ର ମୋଦି କରିବ। ଇଏ ସରକାର 24 ବର୍ଷ କାଳ ଏମିତି ମିଛ କହି ବର୍ତ୍ତମାନ ଆମେ ଭଣ୍ଡେଇ ରଖିଛି। ଏଥରକ ଆମେ ସବୁ ଜାଣିଛୁ। ଆଉ ବର୍ତ୍ତମାନ ଏଥରକ ନିଶ୍ଚିତ ସବୁ 2ଟା ପଦ୍ମ ଫୁଲରେ ଭୋଟ ଦେବୁ।